ଆପଣମାନଙ୍କ ଘରେ ଯଦି 6-7 ବର୍ଷର ପିଲା ଥିବ ଯାହାର ଏବେ ଏବେ ଦାନ୍ତ ଭାଙ୍ଗିବା ଷ୍ଟାର୍ଟ ହେଇଥିବ, ଯେଉଁ ପିଲା ଦାନ୍ତ ଭାଙ୍ଗୁ ନଥିବ ତାକୁ ପୁଣି ଆପଣଙ୍କୁ ଡକ୍ଟର ପାଖକୁ ନେଇକି ଯିବା ପାଇଁ ପଡ଼ିବ, କାରଣ ସେ ନିଜେ ଭାଙ୍ଗିବନି। ବହୁତ ପିଲା ଅଛନ୍ତି ନା ନିଜେ ଭାଙ୍ଗି ଦିଅନ୍ତି, ଆଉ କିଛି ପିଲା ଅଛନ୍ତି ନିଜେ ଦାନ୍ତ ଭାଙ୍ଗନ୍ତିନି। ତ କ'ଣ କରିବେ, ଡକ୍ଟର ପାଖକୁ ଯାଇକି ପୁଣି ପଇସା ଖର୍ଚ୍ଚ କରିବା ଅପେକ୍ଷା ଆପଣ ତା'ର ଫେଭରେଟ୍ ଚିଜ୍ ତାକୁ କ'ଣ କରିବେ, କହିବେ ତୁ ଦାନ୍ତଟା ଭାଙ୍ଗିଦେଲେ ଆମେ ତୋତେ ତୋ ଫେଭରେଟ୍ ଚିଜ୍ ଦେବୁ। ଆଉ ମୁଁ ଏ କଥା କ'ଣ ପାଇଁ କହୁଛି ଜାଣିଛନ୍ତି? ଆଦିର ଏଠି ଗୋଟେ ଦାନ୍ତ ହଲୁଥିଲା, ତ ତା ତଳେ ପୁଣି ଦାନ୍ତ ବାହାରିଲାଣି। ଆମେ ତାକୁ କହିଲୁ ଯେ ଦାନ୍ତଟା ଭାଙ୍ଗ, ଶୁଣିଲାନି, ଭାଙ୍ଗିବନି। ତାପରେ ଆମେ ତାକୁ କହିଲୁ ଚାଲ ତାହେଲେ ଡକ୍ଟର ପାଖକୁ ନେଇକି ଯିବା, ଆଉ ଭାଙ୍ଗୁନି ଯେତେବେଳେ ଦାନ୍ତ ବାହାରିଲାଣି ତଳେ। ସେ ପୁଣି କ'ଣ କଲା ନା, ମୁଁ ଦାନ୍ତ ଭାଙ୍ଗିବି କିନ୍ତୁ ଗୋଟେ କଣ୍ଡିସନରେ। କେଉଁ କଣ୍ଡିସନ୍? ନା ମୁଁ ଦାନ୍ତଟା ଯଦି ଭାଙ୍ଗିବି ତାହେଲେ ଏବେ ଯାଇକି ପିଜା ଖାଇକି ଆସିବି। ଆମେ କହିଲୁ ଠିକ୍ ଅଛି, ଆମେ ଆଉ ଡକ୍ଟର ପାଖକୁ ଯିବା ଦରକାର ନାହିଁ, ତୁ ଦାନ୍ତଟା ଭାଙ୍ଗିଦେ, ଆମେ ନେଇକି ତୋତେ ପିଜା ଖୁଆଇକି ଆଣିବୁ। କିନ୍ତୁ ନେଲୁନି, ବିଲକୁଲ ନେଲୁନି ପିଜା ଖୁଆଇବା ପାଇଁ। କ'ଣ କଲୁ? ପିଜା ଖୁଆଇବା ପାଇଁ ଯାଇ କାହିଁ ଏତେ ପଇସା ଖର୍ଚ୍ଚ କରିବୁ? ଘରେ ତାୱାରେ ପିଜା ବନେଇଦେଲୁ। ହେଇଗଲା। ଦେଖିଲେ ତ ଆମେମାନେ କେତେ କଞ୍ଜୁସ୍। ନା ଆମେ ଡକ୍ଟର ପାଖକୁ ଯାଇକି ପଇସା ଖର୍ଚ୍ଚ କଲୁ, ନା ପିଜା ଖୁଆଇବା ପାଇଁ ନେଇ ପଇସା ଖର୍ଚ୍ଚ କଲୁ, ଦାନ୍ତ ବି ଭାଙ୍ଗିଲୁ, ପଇସା ବି ବଞ୍ଚେଇଲୁ। ଆପଣମାନେ ବି ଏମିତି କରନ୍ତୁ, ଦାନ୍ତ ବି ଭାଙ୍ଗିଯିବ, ପଇସା ବି ବଞ୍ଚିଯିବ। ପିଜାଟା କ'ଣ ପାଇଁ ବନା ଚାଲିଛି? ଆଦି ତା ଦାନ୍ତ ଭାଙ୍ଗିଛି କେବଳ ଗୋଟେ କଣ୍ଡିସନରେ ଯେ ପିଜା ଖାଇବ। ଦାନ୍ତ ଭାଙ୍ଗିଛୁ? ये देखो दांत ଭାଙ୍ଗିଛି କ'ଣ ପାଇଁ? ନା ପିଜା ଖାଇବ। ସାଇଡ଼ରୁ ଦେଖିବା ପିଜାଟି କେମିତି ଦେଖାଯାଉଛି। ପାଣି ପାଣି ହେଇଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।